ବାଲେଶ୍ୱର ସହରର ଆର୍ଚିଭ୍ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ACPLର ଅନ୍ନଦାନ ସେବା। ବାଲେଶ୍ୱର ସହରର ଅଗ୍ରଣୀ ରିଏଲ୍ ଏଷ୍ଟେଟ୍ ଡେଭଲପର୍ସ ଆଣ୍ଡ ବିଲ୍ଡର୍ସ ଆର୍ଚିଭ୍ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ବା ACPL ପକ୍ଷରୁ ନିରନ୍ତର ସମାଜ କଲ୍ୟାଣ କାର୍ଯ୍ୟ ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ଗରିବ ଏବଂ ଅସହାୟ ଲୋକମାନଙ୍କୁ ରାତ୍ରି ଭୋଜନ ପ୍ରଦାନ କରାଯାଇଛି। ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଇତସ୍ତତଃ ବୁଲୁଥିବା ଗରିବ ଲୋକମାନଙ୍କୁ ACPL ଅନ୍ନଦାନ ସେବା ଯୋଜନା ଅନ୍ତର୍ଗତ ସୁଷମ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ACPLର ଚେୟାରମ୍ୟାନ୍ ମନୋଜ କୁମାର ମହାନ୍ତି, ନିର୍ଦ୍ଦେଶିକା ସ୍ୱପ୍ନ ମହାନ୍ତି ଏବଂ ସଙ୍ଗୀତା ମହାନ୍ତିଙ୍କର ପ୍ରେରଣାରେ କମ୍ପାନୀର କର୍ମଚାରୀମାନେ ଏହି ଖାଦ୍ୟ ବଣ୍ଟନ କରିଥିଲେ। ବ୍ୟବସାୟ ସହିତ ସମାନ୍ତରାଳ ଭାବେ ସମାଜ ସେବା ପାଇଁ ନିର୍ଦ୍ଦେଶିକା ସଙ୍ଗୀତା ମହାନ୍ତି ସର୍ବଦା କର୍ମଚାରୀମାନଙ୍କୁ ଉତ୍ସାହିତ କରିଥାନ୍ତି। ସେହି କ୍ରମରେ ପ୍ରତ୍ୟେକ ସପ୍ତାହ 3 ରୁ 4 ଦିନ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଗରିବ ଏବଂ ଅସହାୟମାନଙ୍କୁ ସୁଷମ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ACPLର କର୍ମଚାରୀମାନେ କହିଛନ୍ତି। ବିଶେଷ କରି ବିଭିନ୍ନ ଛକରେ ବୁଲୁଥିବା ନିରାଶ୍ରୟ, ଭିକ୍ଷାବୃତ୍ତି କରୁଥିବା ଅସହାୟ, ରିକ୍ସା ଚାଳକ, ଶ୍ରମିକ ପ୍ରଭୃତିଙ୍କୁ ଅନ୍ନଦାନ ସେବା ଯୋଜନାରେ ସୁଷମ ଖାଦ୍ୟ ପ୍ରଦାନ ଏହିଭଳି ସେବା କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି। ଏହା ସହିତ ବାଲେଶ୍ୱର ସହରରେ ଥିବା ବୃଦ୍ଧାଶ୍ରମ ଏବଂ ଅନାଥ ଆଶ୍ରମ ଗୁଡ଼ିକରେ ମଧ୍ୟ ଏହିଭଳି ଅନ୍ନଦାନ ସେବା କାର୍ଯ୍ୟ କରାଯାଉଥିବା ସେମାନେ ସୂଚନା ଦେଇଛନ୍ତି। ଆମର ACPLର ଚେୟାରମ୍ୟାନ୍ ଯେଉଁ ଆମର ମନୋଜ କୁମାର ମହାନ୍ତି ଆଉ ଡାଇରେକ୍ଟର ଯିଏ ଅଛନ୍ତି ସଙ୍ଗୀତା ମହାନ୍ତି, ତାଙ୍କରି ପ୍ରେରଣାରେ ACPL ଗ୍ରୁପରୁ ଏଇଟା ଆପଣଙ୍କର ଚାଲି ରହିଛି। ଏଇଟା 6 ମାସ ହେଲା କାମ ଆମର ଦିଆ ଚାଲିଛି। ସବୁ ଯେତିକି ଆମର ଷ୍ଟେସନ ଛକ ପାଖରୁ ଆରମ୍ଭ କରିକି 2-3 ଜାଗା 4 ଜାଗା ଟାଉନ୍ ଭିତରେ ଆମେ ଦିଆ ଚାଲିଛି। ଏଟା ହେଉଛୁ ମାନେ ଚାଲୁ ରହିବ। ଏଟା ଯେଉଁଟାକି ଭଲ ଜିନିଷ। ଏଟା ଖାଇବା ପାଇଁ ପାଉନାହାନ୍ତି କି ଯେଉଁମାନେ ଭୋକର ରହୁଛନ୍ତି ସେମାନଙ୍କୁ ଯେମିତି ଭୋକର ନ ରହିବେ, ଗରିବ ଶ୍ରେଣୀର ଲୋକମାନେ ଯେଉଁମାନେ ରହୁଛନ୍ତି ଷ୍ଟେସନର, ସେମାନଙ୍କୁ ଯେମିତି ସବୁଦିନ ଆମେ ତାଙ୍କ ଖାଇବାଟାକୁ ଯେମିତି ଆମେ ତାଙ୍କ ମୁହଁରେ ପହଞ୍ଚାଇ ପାରିବା, ସେଇଟା ପାଇଁ ଆମେ ସବୁଦିନ ଚେଷ୍ଟା କରୁଛେ। ବିଶେଷ କରି ଆମର ଷ୍ଟେସନ ଛକଟା ହେଉଛି ସବୁଠାରୁ ବଡ଼ ପଏଣ୍ଟଟା ରହୁଛୁ। ତା ସହିତ ଆପଣଙ୍କର ସବୁ ଯେତିକି ଅର୍ବାନ୍ ସବୁ ରହିଛି, ତାପରେ ଯେତିକି ଅନାଥ ଆଶ୍ରମ ଗୁଡ଼ା ରହିଛି, ସେ ସବୁ ଅନ୍ଧ ସ୍କୁଲ, ସେ ସବୁ ଜାଗାର ଆମେ ପ୍ରତି ୱିକଲି ଆମେ 3 ଦିନ 4 ଦିନ କରିକି ଆମେ ସବୁଆଡ଼େ ବୁଲି ବୁଲି ଦେଉଛୁ। ଆହୁରି ସୋସିଆଲ କାମ ଗୁଡ଼ାକୁ ସବୁ ହାତକୁ ନେଇଛନ୍ତି ଆମର ACPL ଗ୍ରୁପର ଯେଉଁ ଆମର ଡାଇରେକ୍ଟର ସଙ୍ଗୀତା ମ୍ୟାଡ଼ାମ୍ ରହିଛନ୍ତି। ସେ ସବୁ ସେଗୁଡ଼ାକର ସବୁ ଆଗେ ସେଗୁଡ଼ା ସୋସିଆଲ ୱାର୍କ ସବୁ କାମ ଗୁଡ଼ା କରିବା ପାଇଁ ସେ ବହୁତ ଆଗ୍ରହ ହେଇକି। ପ୍ରଭାକର ଦାସ, ରଜତ ନନ୍ଦୀ, ବସନ୍ତ ମହାପାତ୍ର, ଅସରଜିତ ଏବଂ ସୁମନ ପ୍ରମୁଖ ACPLର କର୍ମଚାରୀମାନେ ଉପସ୍ଥିତ ରହି ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।